ଆଜି କେତେ ଉନ୍ନତ ସ୍ଥାନକୁ ମଣିଷ ଯାଇଛି। ଇଏ କ'ଣ ଛୋଟିଆ କଥା? କିନ୍ତୁ ଗୋଟିଏ ଦୁଃଖ ହେଇଯାଉଛି, ମଣିଷ ଉନ୍ନତି କରିବାକୁ ଯାଉ ଯାଉ ସେମାନେ ଅବନତି ବି ବହୁତ ହେଲାଣି। ଧରନ୍ତୁ ମୋବାଇଲ ଫୋନଟିଏ ଆମ ପାଇଁ କେତେ ଦରକାର। ମୋବାଇଲ ଫୋନ ବ୍ୟବହାର ଆମେ ତାକୁ କଦର୍ଯ୍ୟ କରିସାରିଲୁଣୁ, ତାର ସଦୁପଯୋଗ କରୁନାହୁଁ। ତେଣୁ ପ୍ରତ୍ୟେକ ଜିନିଷକୁ ସଦୁପଯୋଗ କରିବା, ଏହାକୁ କୁହାଯାଏ ମେଟେରିଆଲ ସାଇନ୍ସ, ପଦାର୍ଥ ବିଜ୍ଞାନ। ପଦାର୍ଥ ବିଜ୍ଞାନ ପିଲା କ'ଣ ପଢ଼ନ୍ତି ବଳିଆ କହିପାରିବନି, ମୁଁ ତ ପଢ଼ିନି। ମୋ ମତରେ ଗୋଟେ ଆମେ ଖାଲି ପୂଜା କହିଲେ କହୁଛୁ କ'ଣ, ଫୁଲମାଳ ଦେବୁ ତନ, ଏଇ କଥା ଏ କଥା ବଳିଆ କେତେବେଳେ ବି ଗୁରୁତ୍ୱ ଦିଏନି। ପୂଜା କହିଲେ ସଦୁପଯୋଗ। ମୋର ଆଜି ମନ ହେଉଛି ଗୋଟେ ଅମୁକ ତରକାରୀଟିଏ ଖାଇବି, ସେଇ ପରିବା ଥିବା ଦରକାର, ଯିଏ ରାନ୍ଧିବ ତାର ଇଚ୍ଛା ଶକ୍ତି ଥିବା ଦରକାର, ଯିଏ ବାଢ଼ିକିରି ଆମକୁ ଖାଇବାକୁ ଦେବ ସେ ହର୍ଷୋଟ ଫୁଲ ମୁଖରେ ଦେବା ଦରକାର। ଇଏ ହେଉଛି ପ୍ରକୃତରେ ପୂଜା। ଆଉ ରାନ୍ଧିଦେଲି ଖାଇଲେ ଖା ନ ଖାଇଲେ ନାହିଁ, ସେଗୁଡ଼ା କ'ଣ ପୂଜା? ତେଣୁ ପୂଜା କହିଲେ ପୂଜ୍ୟ ପୂଜା। ପୂଜ୍ୟ ପୂଜା କ'ଣ? ପୂଜ୍ୟ ପୂଜା କହିଲେ କ'ଣ? ଆଜିକାଲି ଯେମିତି ମାନପତ୍ର ଦିଆହେଉଛି, ଗୋଟାଏ ଫୁଲମାଳ ଦିଆହେଉଛି, ଗୋଟା ଉତ୍ତରୀ ବା ଗୋଟା କ'ଣ ଗୋଟେ ବସ୍ତ୍ର ଦେଉଛନ୍ତି, ଇଏ କ'ଣ ଗୋଟେ ପୂଜ୍ୟ ପୂଜା? ଏସବୁ ପୂଜ୍ୟ ପୂଜା ନୁହେଁ। ସେଇ ବ୍ୟକ୍ତିର ଆଦର୍ଶକୁ ଯଦି ଆମେ ପାଳନ କରିପାରିଲେ, ବା ସେ ବାପା ମା ହୁଅନ୍ତୁ, ଭାଇ ବନ୍ଧୁ କୁଟୁମ୍ବ ଯିଏ ହୁଅନ୍ତୁ, ସାଙ୍ଗସାଥି ହୁଅନ୍ତୁ, ଯିଏ ବି ହୁଅନ୍ତୁ, ସେଇମାନଙ୍କୁ ଯଦି ଆମେ ଯଥା ସମୟରେ ଯଥା ଯୋଗ୍ୟ ବସ୍ତ୍ରଟିଏ, ସେଇଥିପାଇଁ ଜନ୍ମୋତ୍ସବରେ ଦିଆହେଉଥିଲା ବସ୍ତ୍ର, କିଏ ବାହାଘର ହେଉଥିଲା କାହାର ବ୍ୟବହାର ପଠା ହେଉଥିଲା, କାହା ବାପ ଘରୁ ଭାର ଆଉଥିଲା ତାକୁ ଲୋକଙ୍କୁ ଡକା ହେଇ ଖାଇବାକୁ ଦିଆହେଉଥିଲା। ଏ ହେଉଛି ପୂଜ୍ୟ ପୂଜା। ଆଜି ଆମ ସମାଜରେ, ଆମ ପରିବାରରେ ପୂଜ୍ୟ ପୂଜାର ବ୍ୟତିକ୍ରମ ହେଇଛି। ସେଥିପାଇଁ ବାୟା ଆଉ ଗୋଟିଏ ବାଣୀ କହିଲେ, ଭାଗବତର ବାଣୀ, ସୁଲଭ ନାବ ରୂପ ଘାଟେ ବନ୍ଧନ ଭବ ସିନ୍ଧୁ ତଟେ। ଏଠି ଭାଗବତ ମାଧ୍ୟମରେ ବାୟା ଆମକୁ କହୁଛନ୍ତି, ये जो सुलभ मनीष शरीरटी, ये मनीष शरीरटी सुलभ, ये दुर्लभ, दुर्लभ नर कलेवर। कि हेले कौन हम, ये तो गोटे घाटे बंधा रही, घाटा कौन माया। शुद्ध माया तो भल जिनटे, मैंने शुद्ध अन्वेषरी जहाँ कहती आवश्यक न थाई गोटे मायारे बंधाई। दुई जन गंजेई खाइले, गोटे डंगा उपर बसी गंजेई खाइले, आकु चिदानंद आमर जी शिवानंदंकर शिष्य थे चिदानंद, से ये गपटी कही गोटे डंगा उपर बसिकी
ଡଙ୍ଗାଟି ଖୁଣ୍ଟରେ ବନ୍ଧା ହେଇଛି ଗଞ୍ଜେଇ ଖାଇଲେ। ଗଞ୍ଜେଇ ଖାଇକି ଖାଇସାରିବା କି ନିଶା ହେଇଗଲା। ନିଶା ଭିତରେ ତାଙ୍କର ମନ ହେଲା ଆମେ ଯିବା କାଶୀ ବନାରସ। ତେଣୁ ତାଙ୍କ ଭିତରେ ମାନେ ଇଏ ଫିକ୍ସ ହେଇଗଲା, ତମେ କାତ ମାରିବ ମୁଁ ହାଇରା ମାରିବି, ଏମିତିକି ଯିବା ଆମେ ବନାରସ ଯିବା, ଯିବା ରାତିରେ ବି ଫେରି ଆସିବା ଆଉ। ତେଣୁ ସେ ବାହାରିଲେ। କାତ ମରା ହେଉଛି, ଆହୁଲା ପଡ଼ୁଛି, କିନ୍ତୁ ଖୁଣ୍ଟରୁ ସେ ଦୌଡ଼ା ଫିଟା ହେଇନି। ଇଏ ଝାଳନା ଠିଏ ତା ଭିତରେ କଥା ହେଉଛି କେତେ ବାଟ ଆଉ ରହିଲା, ନାଇଁ ଏଇ ଯେଉଁ ଆଲୁଅ ଦେଖାଯାଉଛି ସେଇଗୁଡ଼ାକ ଗୋଟେ ହବ ଆଉ। ରାତି ପାଇଗଲା, ଗଞ୍ଜେଇ ନିଶା ଛାଡ଼ିଗଲା, ଦେଖିଲାକୁ ଯିଏ ଯୋଉଠି ଅଛନ୍ତି ସେଇଠି। ସେଥିପାଇଁ ବଳିଆ ଗୋଟେ ଗୀତରେ ଲେଖିଛି, ମାୟାର ଛତା ତଳେ ନିର୍ମାୟା ନେତ୍ରେ ନିର୍ମାୟାର ଏ ମଣିଷ ଏ ମଣିଷ ଏ ମଣିଷ ଏ ମଣିଷ ଯାଇପାରେ ନା, ତାକୁ ଟିକେ ତାକୁ ଟିକେ ତେଣୁ ଆମ ଅବସ୍ଥା ହେଉଛି ସେଇଆ। ଆପଣମାନେ ଗୋଟେ କଥା ମୁଁ ଆଜି ଆପଣମାନଙ୍କୁ ନୂଆ କଥାଟିଏ କହିବି, ବଣମଲ୍ଲୀର କଥାଟିଏ କହିବି। ଆମର ଏଇ ଜଗତସିଂହପୁର ଜିଲ୍ଲାର ଗୋଟେ ଗାଁ ଅଛି, ଯେଉଁ ଗାଁର ନାଁ ହେଉଛି ସାରଣା। ସେ ସାରଣାରେ ଗୋଟିଏ ପ୍ରସିଦ୍ଧ ଦଧିବାମନଙ୍କର ଆସ୍ଥାନ ଅଛି, ଗୋଟିଏ ମୂର୍ତ୍ତି। ବଳିଆ ସେଠିକି ଯାଇଛି, ପୂଜା ତାଙ୍କ ପ୍ରସାଦ ପାଇକି ସବୁ ହେଉଛି ଯାଅ। ସେଇ ସାରଣାର ଦଧିବାମନ ଏତେ ପ୍ରତ୍ୟକ୍ଷ, ଯାହାକୁ ଆଜି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାର ଲୋକ ବି ତାଙ୍କୁ ଜାଣିପାରିଲେ ନାହିଁ। ମା ଶାରଦାଙ୍କୁ ଜାଣିଲୁ, ଗୋରେଖନାଥଙ୍କୁ ଜାଣିଲୁ, କିନ୍ତୁ ଆହୁରି କେତେ କଥା ଅଛି। ମୁଁ ଗୋଟି ଗୋଟି କରି ଆପଣମାନଙ୍କୁ ପ୍ରତ୍ୟେକ ଦିନ କହିବି ମୋ ଜିଲ୍ଲାର କେତେକ ମାନେ ପବିତ୍ର ସ୍ଥାନ। ଗୋଟିଏ ପରାହାଟରେ ଭଗବତୀ ଅଛନ୍ତି, ତାଙ୍କୁ ଦେଖିଦେଲେ ମୋତେ ଲାଗେ ଯେମିତି ଜୀବନ୍ତ ଠିଆ ହେଇଛି, ମୁଁ ଟଙ୍କା ଆଗରେ ଠିଆ ହେଇପାରେ ନା। ସେମିତି ଆଉ ସବୁ କେତେ କଥା ଅଛି। ତେବେ ସେଇ ସାରଣା ମୌଜାକୁ ଲାଗି ଆଉ ଗୋଟେ ମୌଜା ଅଛି ଅସାରଣା। ସେ ଅସାରଣା ମୌଜାରେ ଗୋଟେ ଶିଷ୍ୟା ଅଛି, ଯାହାର ନାଁ ହେଉଛି ଭାରତୀ। ଗରିବ ସଂସାର, ଏପର୍ଯ୍ୟନ୍ତ ବିବାହ ହେଇନି, କିନ୍ତୁ ଏବେ ସେ ସନ୍ନ୍ୟାସିନୀ ହେଇଯାଇଛନ୍ତି। ତାଙ୍କ ଜୀବନର ଗୋଟେ ଅନୁଭୂତିର ବହୁତ ଥାଏ, କିନ୍ତୁ ପ୍ରତ୍ୟକ୍ଷ ଅନୁଭୂତି। ସିଏ ଘରେ ଅଛନ୍ତି, ଗୋଟେ ପାଲା ଶବ୍ଦ ଶୁଭିଲା। ଏଇ ଦଧିବାମନ ହେଉଛନ୍ତି ଜଣେ କଳାପ୍ରେମୀ ଦେବତା। ସେ କଳାକୁ ଆଦର କରନ୍ତି। ପାଲା ତାଙ୍କ ପାଖରେ ମାସରେ 15 ଦିନ ହୁଏ। ଏସବୁ ଯାଆନ୍ତି, ଏ ଭାରତୀ ବି ଯାଏ। ଭାରତୀ କିନ୍ତୁ ଗୁରୁ ଗ୍ରହଣ କରିସାରିଲା ପରେ ସେ ତାର ଅନ୍ୟତ୍ର କୋଉଠିକି ଯିବା, କୋଉ ନାମ ଧରିବା, କ'ଣ କରିବା, ସେସବୁ କଥା ସେ ମୁଣ୍ଡରେ ପୁରାଏନି।
ଦିନେ ସେ ଉପଲବ୍ଧି କରୁଛି ତାକୁ ଜଣେ ଡାକୁଛି ପାଲା ଶୁଣିବାକୁ ଆ। ସେ ପଚାରୁଛି ପାଲାଟା କୋଉଠି ହଉଛି ନା ଦଧି ବାମନଙ୍କ ପାଖରେ ହଉଛି। ଦଧି ବାମନଙ୍କ ପାଖରେ ପାଲା ହଉଛି ମୁଁ ଯିବି ଯେ, କିନ୍ତୁ ମୁଁ ବାବା ଯଦି ମତେ କହିବେ, ମୁଁ ଯଦି ବାବାଙ୍କୁ ସେଠି ଦେଖିବି ମୋ ଗୁରୁଦେବଙ୍କୁ, ତାହେଲେ ମୁଁ ପାଲା ଦେଖିବି। ଆଶ୍ଚର୍ଯ୍ୟ କଥା, ସେ ଲେଖିକିରି ଲେଖାଟି ପଠେଇଛନ୍ତି, ଆମ ପତ୍ରିକାରେ ବି ବାହାରିବ। ମୁଁ ଯେତିକି କହୁଛି ଟିକେ ଟିକେ ଏପଟ ସେପଟ ହଉଛି, ତାକୁ ପୁଣି କରେକ୍ସନ କରି କାଲିକି ଗତକାଲିକି ଆସନ୍ତା କାଲି କହିବି। ଯେତେବେଳେ ସେ ପହଞ୍ଚିଗଲା, ତା ଦଧିବାମାନଙ୍କ ତ ଦିଆହେଇଛି ପହଡ଼, ଆଉ ମୁଁ କେମିତି ବାବାଙ୍କୁ ଦେଖିବି? କବାଟ ଖୋଲିଗଲା। ଏ ସତରେ ଖୋଲୁ କି ଖୋଲିଲା ଭଳିଆ ଜଣା ପଡ଼ିଲା। ସିଏ ତା ଭିତରେ ଦେଖିଲା ବାବାଙ୍କୁ, ତା ଗୁରୁଙ୍କୁ ସେ ଦେଖିଲା। ଖାଲି ସେତିକି ନୁହେଁ, ସେ ମନେ ମନେ କହିଲା ଯେ ମୁଁ କୃଷ୍ଣଙ୍କୁ ଭଲ ପାଏ, ମୁଁ ଯଦି କୃଷ୍ଣଙ୍କୁ ନ ଦେଖିବି ଆଉ କ'ଣ ମୋ ଜୀବନରେ ହେଲା। ଏମିତି ଗୋଟେ ସମୟ ପଡ଼ିଲା, ଦଧିବାମନଙ୍କ ଆରତୀ ଦେଖିବା ପାଇଁ ଯେତେବେଳେ ସେ ଯାଏ, ତାକୁ ଦଧିବାମନ ଆଉ ଦେଖାଦେଲେ ନାହିଁ। ତାକୁ ପ୍ରଥମେ ଗୁରୁ ଦର୍ଶନ ହେଲା, ଦ୍ୱିତୀୟରେ କୃଷ୍ଣଙ୍କର ଦର୍ଶନ ହେଲା। ଦଧିବାମନ ବର୍ତ୍ତମାନ କୃଷ୍ଣ ରୂପରେ ତାଙ୍କୁ ଦର୍ଶନ। ସିଏ ସେବକଙ୍କୁ ପଚାରୁଛନ୍ତି, ନନା ଯେ ଦଧିବାମନ କୁଆଡ଼େ ଗଲେ? ନା ଭାଇ ଏଇବାର ବସିଛନ୍ତି ନା ବା କୃଷ୍ଣ। ତେଣୁ ସଜ୍ଜନ, ଆଜି ବି ସେ ଝିଅଟି ସନ୍ନ୍ୟାସିନୀ ହେଇ ତାର ମାକୁ ସେବା କରୁଛି। ଆଜି ବି ଅପେକ୍ଷା କରିଛି ତାର ମା ଦେହତ୍ୟାଗ ପରେ ସେ ହୁଏତ ଆଶ୍ରମ ଫାଶ୍ରମ କରି ରହିବ, କିନ୍ତୁ ତା ପାଇଁ ଦଧିବାମନ ହେଇଯାଇଛନ୍ତି ତାର ଗୁରୁ ଏବଂ ତାର କୃଷ୍ଣ। ଏ କଥାର ବିଶେଷ କଥା ଟିକେ ପତ୍ରିକାରେ, ଅନନ୍ତପ୍ରଭା ପତ୍ରିକାରେ ବାହାରିବ। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଦେବାଦେବୀଙ୍କ କଥା ସେଥିରେ ସ୍ଥାନ ପାଇବ। ତେବେ ସୁଲଭ ନାବ ରୂପ ଘାତେ ବନ୍ଧନ ଭବ ସିନ୍ଧୁ ତଟେ। ଝିଅଟିଏ ପାଇଲା, ଆମେ କାହିଁ ପାଉନୁ? ଆମେ ତ ସବୁବେଳେ ଜୟଗୁରୁ ଜୟଗୁରୁ ଜୟଗୁରୁ, ମାନେ ଏମିତି ଜୟଗୁରୁ କହୁଛୁ ଯେ କହିବା କଥା। ହରେ କୃଷ୍ଣ ଏତେ ହରେ କୃଷ୍ଣ କହୁଛୁ ଯେ କହିବ ମାନେ ତା ସୀମା ନାହିଁ। କିନ୍ତୁ ହରେ କୃଷ୍ଣଙ୍କ ସ୍ଥାନରେ ହରେ କୃଷ୍ଣ, ଜୟଗୁରୁଙ୍କ ଜୟ। ଆମ ମନ ଯୋଉଠି ଅଛି ସେଇଠି ଏ ଗଞ୍ଜେଇ ଖାଇଲା ଭଳିଆ। ଖଳ ପୂର୍ଣ୍ଣ ମାୟା ହେ ମୂଢ଼ କଳିଆ ମଣିଷ